ଜଣେ ଷ୍ଟୁଡେଣ୍ଟ ଯାହା ବର୍ଷର ଶେଷରେ କରିବାକୁ ପଡ଼େ, ଅର୍ଥାତ୍ ମାଳ ମାଳ ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। ସେତେବେଳେ ସିଏ ଏଇଥିପାଇଁ ଦ୍ୱନ୍ଦ୍ୱରେ ପଡ଼େ ଯେ ପାଠପଢ଼ା ସମୟରେ ତାକୁ ମାଳ ମାଳ ପ୍ରଶ୍ନ ଦେଇ, ଦ୍ୱନ୍ଦାତ୍ମକ ପ୍ରଶ୍ନ ଦେଇ ବୌଦ୍ଧିକତାକୁ ପରୀକ୍ଷା କରାଯାଇ ତାକୁ ସଫଳ କରାଯାଇପାରେ ନାହିଁ। ତେଣୁ ଆଜି ଅଧିକାଂଶ ଭାଇ ଭଉଣୀମାନେ ପରୀକ୍ଷାକୁ ଭୟ କରିବାର ଗୋଟିଏ ମାତ୍ର କାରଣ ହେଉଛି ଯେ ସେମାନଙ୍କୁ କେବଳ ପାଠ ପଢ଼ା ଯାଉଛି, କିନ୍ତୁ ସେମାନଙ୍କର ପାଠକୁ ନିଜ ଜୀବନରେ ବ୍ୟବହାର କରିବା ପାଇଁ ଯେଉଁ ଯେଉଁ ପ୍ରଶ୍ନ ସୃଷ୍ଟିର ଆବଶ୍ୟକତା ରହିଛି ତାହାକୁ ସଠିକ୍ ଭାବରେ କରାଯାଇ ପାରୁନାହିଁ। ସେଥିପାଇଁ ପରୀକ୍ଷା ଭୟ ରହିବା ସହିତ ଅନେକ ଡ୍ରପ୍ ଆଉଟ୍ ମଧ୍ୟ ବଢ଼ୁଛି। ତେଣୁ ରେଜଲ୍ଟ ହାର ମଧ୍ୟ ଆଶାତୀତ ଭାବରେ ଭଲ ହେଉନାହିଁ। ତେଣୁ ଆମେ କହିବା କଥା, ଯାହା ଜଣେ ଷ୍ଟୁଡେଣ୍ଟ ଶେଷରେ କରିବ, ଅର୍ଥାତ୍ ମାଳ ମାଳ ପ୍ରଶ୍ନକୁ ସେ ଦେଖିବ, ତାହା ଯଦି ପୂର୍ବରୁ କରିଦିଆଯାଏ ତାହେଲେ ଷ୍ଟୁଡେଣ୍ଟମାନେ ଭଲ ରେଜଲ୍ଟ କରିବା ସହିତ ଆଗକୁ ରିସର୍ଚ୍ଚ କରିବା ପାଇଁ ସୁବିଧା ହେବ। କାରଣ ଯେଉଁ ପ୍ରଶ୍ନ ଗୁଡ଼ିକ ତିଆରି କରାଯିବ ସେ ପ୍ରଶ୍ନ ଗୁଡ଼ିକ କେବଳ କ୍ରାମିଂ ମେଥଡ଼ ଉପରେ ଆଧାରିତ ନ ରହି କ୍ରିଏଟିଭିଟିକୁ ନେଇ ଆଧାରିତ ହେବା ଉଚିତ। ଏହାଦ୍ୱାରା ଉଭୟ ସଫଳତା ମିଳିବା ପାଇଁ ଅନେକ ସୁଯୋଗ ତିଆରି ହୋଇପାରିବ। ପ୍ରେଜେଣ୍ଟେସନ୍ ବାଇ ସ୍କେଟ୍ ଫାଉଣ୍ଡେସନ୍, pedagogical input from SCET Foundation।